ପୁରୀର ନରେନ୍ଦ୍ର ପୋଖରୀ ଭିତରେ ପ୍ରତିବର୍ଷ ହେଉଥିବା ଚାପ ଖେଳ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଏକ ଅତ୍ୟନ୍ତ ଆନନ୍ଦମୟ ଲୀଳା। ଏହା ଚନ୍ଦନ ଯାତ୍ରା ସମୟରେ ପାଳିତ ହୁଏ ଏବଂ ଭକ୍ତମାନଙ୍କୁ ଅସୀମ ଆନନ୍ଦ ପ୍ରଦାନ କରେ। ଏବେ ଆସନ୍ତୁ ଜାଣିବା ଏହାର କାହାଣୀ ବିଷୟରେ। ପୁରାତନ କାଳରେ ଗ୍ରୀଷ୍ମର ତୀବ୍ର ତାପରେ ପୁରୀର ପରିବେଶ ଉତ୍ତପ୍ତ ହୋଇଯାଉଥିଲା। ସେତେବେଳେ ମହାପ୍ରଭୁ ଜଗନ୍ନାଥ ଭକ୍ତମାନଙ୍କ ମଙ୍ଗଳ ଏବଂ ସୁଖ ପାଇଁ ଏକ ଶୀତଳ ଲୀଳା କରିବାକୁ ଇଚ୍ଛା କଲେ। ସେ ତାଙ୍କ ପ୍ରିୟ ସହଚର ମଦନମୋହନଙ୍କୁ ନରେନ୍ଦ୍ର ପୋଖରୀକୁ ପଠାଇଲେ। ସେଠାରେ ଆରମ୍ଭ ହେଲା ଚାପ ଖେଳ ଅର୍ଥାତ୍ ନୌକା ବିହାର। ସୁନ୍ଦର ଅଳଙ୍କୃତ ନୌକା ବା ଚାପ ଉପରେ ବସି ମଦନମୋହନ ଓ ଅନ୍ୟାନ୍ୟ ଦେବାଦେବୀ ଜଳରେ ବିହାର କରନ୍ତି। ପୋଖରୀର ଜଳରେ ଦୀପ, ଫୁଲ ଏବଂ ମନ୍ତ୍ରଧ୍ୱନିର ମଧ୍ୟରେ ସମଗ୍ର ପରିବେଶ ଦିବ୍ୟ ହୋଇଯାଏ। ଭକ୍ତମାନେ କୂଳରେ ରହି ହରିନାମ କୀର୍ତ୍ତନ କରନ୍ତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଏହି ଚାପ ଖେଳ କେବଳ ମଜା ନୁହେଁ, ଏହାର ଗଭୀର ଆଧ୍ୟାତ୍ମିକ ଅର୍ଥ ମଧ୍ୟ ଅଛି। ଏହା ଜୀବନର ତାପ ମଧ୍ୟରେ ଭଗବାନଙ୍କ ଶୀତଳ କୃପାର ପ୍ରତୀକ। ଜଳବିହାର ମାନେ ମନର ପବିତ୍ରତା ଏବଂ ଶାନ୍ତି। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରେମର ଏକ ସୁନ୍ଦର ସମ୍ପର୍କ। ଏହି ଲୀଳା ଦେଖି ଭକ୍ତମାନଙ୍କ ହୃଦୟ ଖୁସିରେ ପୂରିଯାଏ। ମହାପ୍ରଭୁ ଜଗନ୍ନାଥ ତାଙ୍କ ଭକ୍ତମାନଙ୍କୁ ଏହିଭଳି ଛୋଟ ଛୋଟ ଲୀଳା ମାଧ୍ୟମରେ ଆନନ୍ଦ ଓ ଶାନ୍ତି ଦେଇଥାନ୍ତି। ଚାପ ଖେଳ ଆମକୁ ଶିଖାଏ ଭଗବାନ ସଦା ଆମ ଜୀବନରେ ଆନନ୍ଦ ଭରିବା ପାଇଁ ନିଜେ ଲୀଳା କରୁଛନ୍ତି।